ରବିବାର ସନ୍ଧ୍ୟା। ସାଦା ପଞ୍ଜାବୀ ଓ ଧୋତି ପିନ୍ଧି ମୁଁ ବାହାରି ପଡ଼ିଲି ମଙ୍ଗଳବାଗ ଜଗା ଘରକୁ। ତା ଘରର ଠିକଣା ଜାଣିନଥିଲେ ବି ପାଇବାକୁ ଟିକିଏ ଡେରି ଲାଗିଲା। ଗଳି ଗୁଡ଼ାକ ସବୁ ଲାଗିଲା ଏକା ଭଳିଆ ଓ ତା ଭିତରେ ଘର ସବୁ। ବୁଲୁ ବୁଲୁ ପହଞ୍ଚିଲି ଗୋଟାଏ ଗଳିର ଶେଷ ମୁଣ୍ଡରେ। ଆଗରେ ଗୋଟାଏ ପୋଖରୀ, ଉପରେ ବିଲାତି ଦଳର ଚାଦର, ଚାରି ପାଖରେ ବାଉଁଶ ବଣ, ସିଜୁବୁଦା। ଗଳିର ଗୋଟାଏ ପାଖରେ ପୋଖରୀ ହୁଡ଼ା ଉପରକୁ ଗୋଟିଏ ଚାଳିଆ। ଶୁଖିଲା ଡାଳ ବାହୁଙ୍ଗା ଖେଳା ହୋଇ ପଡ଼ିଛି। ଟୋକେଇ ସବୁ ଘୋଡ଼ା ହୋଇ ରଖାଯାଇଛି। ବୁଝିବାକୁ ଡେରି ଲାଗିଲା ନାହିଁ ଯେ ତା ଭିତରେ ଅଛନ୍ତି କୁକୁଡ଼ା। ଘଷି ଗୋବର ଥାକମରା ହୋଇ ଥୁଆ ହୋଇଛି ଓ ତା ପାଖରେ ଗୋଟାଏ ବୁଢ଼ୀ। ବୁଢ଼ୀ ବଲ ବଲ ହୋଇ ଅନେଇ ରହିଛି ନିଜ ଆଗକୁ ଓ ମୁଣ୍ଡର ବାଳକୁ ଖେଳାଇ ଦୁଇ ହାତକୁ ଟାଣୁଛି। ମନେ ହେଲା ସେ ଯେମିତି ନିଜ ଉପରେ ଖୁବ୍ ଖୁସି, ନିଜର ବାର୍ଦ୍ଧକ୍ୟ ଓ କୁତ୍ସିତତା ଉପରେ। ମୁହଁ ଫେରାଇ ଆଣିଲି। ବୋଧହୁଏ ତାର ସ୍ଥିର ଦୃଷ୍ଟିରେ ମୁଁ ବି ବଦଳିଯିବି। ସେଇ ଚାଳିଆର ସାମ୍ନାରେ ଗୋଟାଏ ଘର, ମାଟି ଘର। କେଉଁଦିନୁ ଲିପାପୋଛା ହୋଇନାହିଁ। ପିଣ୍ଡାରେ କେତୁଟା ଲଙ୍ଗଳା ପିଲା ମହା ଆନନ୍ଦରେ ବୁଲୁଛନ୍ତି। କୁଆଡ଼େ ଯିବି ଭାବୁଛି କିଛି ସମୟ। ନାକରେ ବାଜୁଛି ଘଷି ଗୋବର ନର୍ଦ୍ଦମା ଓ କୁକୁଡ଼ା ଘୁଅର ମିଶାମିଶି ଗୋଟାଏ ବିଚିତ୍ର ଗନ୍ଧ। ସଞ୍ଜୁଆ ପବନ ସେଇ ଗନ୍ଧକୁ ତୀବ୍ର କରିଦେଉଛି। ଏହି ସମୟରେ ହଠାତ୍ ଆଖି ପଡ଼ିଲା ଘରର କାନ୍ଥରେ ଅଙ୍ଗାରରେ କ'ଣ ଲେଖା ହୋଇଛି ଇଂରାଜୀରେ। ତେବେ ଏଠି କ'ଣ କେହି ଇଂରାଜୀ ପଢ଼ୁଆ? ଭାବିବାକୁ ସମୟ ପାଇଲି ନାହିଁ। ଘର ଭିତରୁ ବାହାରି ଆସିଲା ଜଗା। ଲୁଗା ଖଣ୍ଡେ ପିନ୍ଧିଛି, ଅଣ୍ଟା ପାଖରେ ଗଣ୍ଠି କରି, ବାକି ଦେହଟା ଖାଲି। ବେକରେ ଯାହା ଗୋଟାଏ ମଇଳା ମାଳି। ମୋତେ ଦେଖି କହି ଉଠିଲା, କିରେ, ତୁ ଆସିଛୁ ତାହେଲେ? ମୁଁ ଭାବି ନଥିଲି ତୁ ଆସିବୁ ବୋଲି। କାହିଁକି? ମୋ ମୁହଁକୁ କିଛି ସମୟ ଅନାଇ ରହି କହିଲା, କାରଣ ତୁ ବୋଧହୁଏ ଆସିବାକୁ ଚାହିଁବୁ ନାହିଁ। ସେଇ ଜଗା। ଆଖିରେ ତାର ନିଆଁ ଲଗା ଚାହାଣୀ, ସବୁ ଯେମିତି ଧ୍ୱଂସ କରିଦେବ। ତୁମର ସୂକ୍ଷ୍ମ ଭୀରୁ ଭାବନା, ତୁମର ରୁଚି, ଭଦ୍ରତା ଓ ନମ୍ରତା। ମନେ ପଡ଼ିଲା ସ୍କୁଲର ଗୋଟାଏ ଡିବେଟିଂ ପ୍ରତିଯୋଗିତା କଥା। ଆମେ ସମସ୍ତେ ମୁଖସ୍ଥ କରି ଆସିଥିଲୁ କ'ଣ କହିବାକୁ ହେବ, କିନ୍ତୁ ଜଗା ନିଜ ମନକୁ ଯାହା ଆସିଲା କହିଗଲା। ସେଥିରେ ହଜାରେ ଭୁଲ ଥିବା ସତ୍ତ୍ୱେ ଥିଲା ଯେମିତି ବିଶ୍ୱାସର ଦୃଢ଼ତା ଓ ଉତ୍ତାପ। ସେ ପ୍ରାଇଜ୍ ପାଇଲା ନାହିଁ, କିନ୍ତୁ ପାଇଲା ସମସ୍ତଙ୍କର ବିସ୍ମୟ ଓ ପ୍ରଶଂସା। ସହଜ ସାମାଜିକ ସତ୍ୟଗୁଡ଼ିକ ସେ ଟିକିନିକି କରି ଚିରି ଦେଖାଇଦେଲା ଯେ ସେଥିରେ ଅଛି କୃତ୍ରିମତା, ଭ୍ରମ ଓ ଶଠତା। ସେଥିରେ ଯୁକ୍ତିର ଭୁଲ ଥିଲା ଯଥେଷ୍ଟ, କିନ୍ତୁ ତା କହିବା ଭଙ୍ଗୀରୁ ମନେ ହେଉଥିଲା ଯେ ସେ ସତ ହୋଇଥିବ। ଅନେକ ତାକୁ ଆଡ଼ପାଗଳା ବୋଲି ଡାକନ୍ତି। କେହି କହନ୍ତି ତାର ଦାରିଦ୍ର୍ୟ ତାକୁ ଏପରି କରିଦେଇଛି। କେହି କହନ୍ତି ପିଲାଦିନୁ ତାର ବାପା ମା ନାହାନ୍ତି, ସେଇ ଲାଗି। ସେ ଯାହା ହେଉ, ତାର ଏଇ ଅସ୍ୱାଭାବିକ ମନୋଭାବ ମୋ ପାଖରେ ହୋଇଥାଏ ଗୋଟାଏ ମୂଲ୍ୟବାନ ଜିନିଷ। ତା ସାଙ୍ଗରେ ବନ୍ଧୁତା ମୁଁ ଜାଣିଶୁଣି କରିଥିଲି। ସଂଗ୍ରାହକର ଉତ୍ସୁକତା ନେଇ। ପାଖରେ ପାଇବାକୁ ଡର ଲାଗୁଥିଲା, କିନ୍ତୁ ଦୂରରେ ରଖି ନିଜର ବୋଲି କହିବାକୁ ଭଲ ଲାଗୁଥିଲା। ଏଇ ଦେଖ, ସେ ମୋର ଜଣେ ସାଙ୍ଗ, ଅସାଧାରଣ ଆଦରର ବସ୍ତୁଟିଏ। ଜଗା ମୋତେ ଭିତରକୁ ଡାକିଲା। ଘର ଭିତରକୁ ପଶିଲା ବେଳେ ମୁଣ୍ଡ ନୁଆଁଇ ଯିବାକୁ ପଡ଼ିବ ଜାଣିନଥିଲି। ମୁଣ୍ଡ ବାଜିଲା କବାଟର ଚୌକାଠରେ। ଆଉଁଶୁଛି। ଏଇ ସମୟରେ ଜଗା ପଚାରିଲା, ବେଶୀ କାଟି ନାହିଁ ତ? ଆମର ସିନା ଅଭ୍ୟାସ ହୋଇଗଲାଣି, ତୋର ତ? ସାଙ୍ଗେ ସାଙ୍ଗେ ତାକୁ କହିଲି, ନାଇଁ, ସେଥିରେ କ'ଣ ଅଛି? ଆମ ଗାଁରେ ତ ଏମିତି କବାଟ ଥାଏ। ମୁଁ କ'ଣ ଗାଁରେ ଚଳି ନାହିଁ? ଏଇକ୍ଷଣି ଟିକେ ଅସାବଧାନତାରେ। ଜଗା ଟିକିଏ ହସିଲା ପରି ଜଣାଗଲା। ଘର ଭିତରେ କେଉଁଠି ବସିବି ଠିକ୍ କରିବାକୁ ଡେରି ଲାଗିଲା। ଗୋଟିଏ ଚୌକି ଓ ଗୋଟିଏ ଖଟ, ଘରର ଉପକରଣ। କାହାର କାହା ସାଙ୍ଗରେ ସମ୍ବନ୍ଧ ନାହିଁ ଯେମିତି। ଚୌକି ଉପରେ ଥୁଆ ହୋଇଛି ମଇଳା ଲୁଗା କେତେ ଖଣ୍ଡ ଓ ସେ ରହିଛି ଗୋଟାଏ କଣକୁ। ଜଗା ଶୀଘ୍ର ଚୌକିଟା ସଫା କରି ମଝିକୁ ଟାଣି ଆଣିଲା, ତଥାପି ସନ୍ଦେହ ହେଉଥାଏ ଯେ ସେ ଯେମିତି ଜମି ରହିଥିବା ଧୂଳି ଏତେ ସହଜରେ ସଫା ହୋଇପାରିବ ନାହିଁ। ବସି ପଡ଼ିଲି ଚୌକିରେ। ଜଗା ଖଟ ଉପରେ ବସି ମୋତେ ଚାହିଁ ରହିଲା। ପଚାରିଲା, କେମିତି ଲାଗୁଛି ଘରଟା? କ'ଣ ଉତ୍ତର ଦେବି କିଛି ଭାବିପାରିଲି ନାହିଁ। ଘର ଭିତରର ଅଳନ୍ଧୁ, ଧୂଳି, ଚୂନ ଛାଡ଼ି ଆସିଥିବା କାନ୍ଥ, କୋଣକୁ ଡେରା ହୋଇଥିବା ହେଁସ, ଝରକାର ଠଣା ଉପରେ ଥୁଆ ହୋଇଥିବା ଫଟା ଲୁଗାପକା, କାଚ ଗିଲାସ ସବୁ ଆଖିରେ ପଡ଼ିଲା। ଟିପ୍ପଣୀ ଦେବି କାହା ଉପରେ? କ'ଣ ବା ଦେବି? ସେଇ ଘରେ ଥିବା କେବଳ ଯୋଡ଼ିଏ ଜିନିଷକୁ ମୁଁ ପ୍ରଶଂସା କରିପାରିଥାନ୍ତି। ଗୋଟିଏ ହେଉଛି ଜଗା ନିଜେ ଓ ଅନ୍ୟଟି ହେଉଛି ବିବେକାନନ୍ଦଙ୍କର ଗୋଟିଏ ଫଟୋ। କାନ୍ଥରେ ଟଙ୍ଗା ହୋଇଛି।
କିନ୍ତୁ ଦ୍ୱିତୀୟଟି ବି ଯେମିତି ନିଜକୁ ଲୁଚାଇବାକୁ ଚାହୁଁଥିଲା ସେଇ ଅନ୍ଧାର ଧୂଳି ଭିତରେ। ପ୍ରକାଶ୍ୟରେ କହିଲି, କଟକରେ ଭଡ଼ାଘର ଆଉ ଭଲ ମିଳିବ କେଉଁଠି? ଏ ତ ମନ୍ଦ ନୁହେଁ। ବାରଣ୍ଡା ଅଛି, ଅଗଣା ଅଛି। ମୁଁ ଯେତେବେଳେ ଟୁର୍ରେ ଯାଏ ମଫସଲକୁ, ସେତେବେଳେ ଯେଉଁ ଘରେ ରୁହେ ତୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବୁ। ଗୁହାଳଠୁ ବି। ଜଗା କିଛି କହିଲା ନାହିଁ, ଟିକିଏ ହସିଲା ଖାଲି। କିଛି ସମୟ ପରେ ଜଗା ଭିତର ଘରକୁ ଯାଇ ପୁଣି ଫେରିଆସିଲା। ଟିକିଏ ପରେ କହିଲା, ଶ୍ରୀମତୀ ଆସିବାକୁ ଲାଜ କରୁଛନ୍ତି, ମଫସଲର ଝିଅ ଯେତେ ହେଲେ। ମୁଁ ଅପ୍ରତିଭ ହେଲି। କହିଲି, ଆମ ଘରେ ଏବେ କେଉଁ ଆଧୁନିକା ଅଛନ୍ତି? ଅଗତ୍ୟା କେତେବେଳେ ବାହାରକୁ ଆସିବାକୁ ପଡ଼େ, ତା ନହେଲେ। ଛୋଟିଆ ଟୋକାଟାଏ ହାତ ନଥିବା କପ୍ରେ ଚା ଆଣି ଥୋଇଦେଲା। ଖାଲି ଦେହରେ ଖଣ୍ଡେ ମଇଳା ପ୍ୟାଣ୍ଟ ପିନ୍ଧିଥାଏ। ପଚାରିଲି, ଏ କିଏ? ଏ ମୋର ଭାଇ, ମାଇନର ସ୍କୁଲରେ ପଢ଼େ, କିନ୍ତୁ ପଢ଼ିବାକୁ ସମୟ ପାଏନା। କାରଣ ଅଧିକାଂଶ ସମୟ ଘର କାମ କରିବାକୁ ପଡ଼େ, ବଜାରକୁ ଯିବାକୁ ପଡ଼େ। ପିଲାଟିର ମୁହଁରେ ବୋଧହୁଏ ଥିଲା ଉତ୍ସୁକ ଭାବର ଦୀପ୍ତି। କହିଲି, ବେଶ୍ ବୁଦ୍ଧିଆ ଜଣାପଡ଼ୁଛି, ତୋରି ଭଳିଆ ହବ। ଜଗା ଉତ୍ତର ଦେଲା, ତୋର ଆଶୀର୍ବାଦ। ଚା ନାମକ ଉଷୁମ ପାଣିକୁ ଢକ୍ ଢକ୍ କରି ପିଇଦେଲି। ଜଗା ତାର ଗିଲାସରେ ଥିବା ଚାରେ ମୁହଁ ଦେଇ କହିଲା, କିରେ, ତୁ ପିଇଦେଲୁ ଯେ? ଚିନି କମ୍ ଲାଗିଲା ନାହିଁ? କାହିଁ ନା ତ, ତା ଛଡ଼ା ମୁଁ ଅଳ୍ପ ଚିନି ଖାଏ। ତାପରେ କିଛି ସମୟ ଲଣ୍ଠନ ଆଲୁଅର ଜ୍ୟୋତିରେ ମୁଁ ଜଗା ସାଙ୍ଗରେ କଥାବାର୍ତ୍ତା କରିବାକୁ ଲାଗିଲି। ତା ମୁହଁକୁ ଦେଖିପାରିଲି ନାହିଁ। ତା ଉପରେ ପଡ଼ିଥିଲା ଲଣ୍ଠନର ଛାଇ। କଥା କହୁଥିଲି ମୁଁ, ଜଗା ଶୁଣୁଥିଲା। ତାପରେ ମୁଁ କହିଲି, ଚାକିରି କଥା, ଘରକରଣା କଥା। ସେ ଯେଉଁ ଅଫିସରେ ଅଛି ସେଥିରେ ଶୀଘ୍ର ପ୍ରମୋସନ୍ ହୋଇଯାଏ। ମିଷ୍ଟର ଦତ୍ତ କେମିତି ସେଇ ଅଫିସର କିରାଣୀ ପଦରୁ ଉଠି ଉଠି କଲେକ୍ଟର ହୋଇଥିଲେ। କିନ୍ତୁ ମୋ ଚାକିରିଟାରେ ନାଁଟା ସିନା ବଡ଼, ଆଉ କିଛି ନାହିଁ। ପଇସା ବେଶୀ ଖର୍ଚ୍ଚ ହୁଏ, ସବୁବେଳେ ଚିନ୍ତାତକ, ଉପର ହାକିମର ଖୋସାମତି ଇତ୍ୟାଦି। ମୁଁ କେମିତି ଚାହିଁଥିଲି ମାଷ୍ଟର ହେବାକୁ, କିନ୍ତୁ ବାପା ରାଜି ହେଲେ ନାହିଁ। ମୋଟ ଉପରେ ସବୁ ଚାକିରି ସମାନ, ସ୍ୱାଧୀନତା ନାହିଁ, କଳରେ ବନ୍ଧା ଇତ୍ୟାଦି ଇତ୍ୟାଦି। କେତେବେଳ ଯାଏଁ ଏମିତି କହି ଚାଲିଥିଲି। ହଠାତ୍ ଜଗା ମୋତେ ଚେତାଇ ଦେଲା ଯେ 8ଟା ବାଜିଗଲାଣି। ମୁଁ ଉଠି ପଡ଼ିଲି। କହିଲି, ଯାଉଛି ଜଗା, ବହୁତ ବେଳ ହୋଇଗଲାଣି। ସେ ଆପତ୍ତି କଲା ନାହିଁ। ମୋତେ ଛାଡ଼ିବାକୁ ଆସିଲା ବାହାରକୁ। ଅନ୍ୟମନସ୍କ ହୋଇ ମୋ ସାଙ୍ଗରେ ଚାଲିବାକୁ ଲାଗିଲା, ଗଳିମୁଣ୍ଡ ପର୍ଯ୍ୟନ୍ତ ପାଛୋଟି ଦେବାକୁ। ବଡ଼ ରାସ୍ତା ଉପରକୁ ଆସିଲୁ। ଇଲେକ୍ଟ୍ରିକ୍ ବତୀ ଖୁଣ୍ଟ ତଳେ ମୁଁ ଜଗାର ହାତ ମିଳାଇ ବିଦାୟ ନେବାକୁ ଚାହିଁଲି। ପଚାରିଲି, ତୁ କେବେ ଆସିବୁ ମୋ ଘରକୁ? ଜଗା ମୋ ମୁହଁକୁ ଚାହିଁଲା। ହାତର ବନ୍ଧନଟା କୋହଳ ହୋଇ ଯାଇଥିଲା। ସେ ତାକୁ ମୁଠେଇ ଧରି କହିଲା, ଭାଇ ବିନୋଦ, ଯଦି କହେ ମୁଁ ଯିବିନି, ତୁ ଦୁଃଖ କରିବୁ ନାହିଁ ତ? ମାନେ? ଆଶ୍ଚର୍ଯ୍ୟ ହୋଇ ପଚାରିଲି। କିଛି ସମୟ ରହିଯାଇ ଧୀର ଶାନ୍ତ ଗଳାରେ ଜଗା କହିଲା, ମାନେ ତୁ ବଡ଼ ଲୋକ। ମୁଁ ତୋ ପାଖକୁ ଗଲେ ତୁ ଦେଖାଇବାକୁ ଚାହିଁବୁ ଯେ ତୋର ବଡ଼ଲୋକୀ ନାହିଁ। ତୁ ମୋ ପରି ଜଣେ, ପାର୍ଥକ୍ୟ ଅଳ୍ପ କିଛି। ମୁଁ ପ୍ରତି ମୁହୂର୍ତ୍ତରେ ଭାବିବି ଯେ ତୁ ମୋ ଲାଗି ମଞ୍ଚ ଉପରୁ ଖସି ଆସିଛୁ ମୋ ସାଙ୍ଗରେ ହାତ ମିଳାଇବା ପାଇଁ। ଓ ତୁ ସବୁବେଳେ ଭାବିବୁ ଯେ ଜଗା କିଛି ମନେ କରୁନାହିଁ ତ? ସେଇ କ୍ଷଣିକର ଅସ୍ୱସ୍ତି ତୋତେ ଦେବି କାହିଁକି? ତା ଛଡ଼ା ମୋର ସେଥିରେ ସମ୍ମାନ ହେବ ନାହିଁ, ହେବ ଅପମାନ। କ'ଣ କହୁଛୁ ଜଗା? ମୁଣ୍ଡ ଖରାପ ହୋଇଗଲାଣି ତୋର? ଜଗା ଶ୍ଲେଷ ମିଶା ହସରେ କହିଲା, ନାଇଁ ଭାଇ, ମୋ ମୁଣ୍ଡ ଠିକ୍ ଅଛି, କିନ୍ତୁ ଭାଷା ବୋଧହୁଏ ଠିକ୍ ନାହିଁ। ସେଥିପାଇଁ ମୁଁ କ୍ଷମା ମାଗି ନେଉଛି। ଆଚ୍ଛା ହେଉ, କ'ଣ କହିବାର ଅଛି କହ। ମୁଁ ଟିକେ ବିରକ୍ତ ହୋଇ କହିଲି। ନା, କହିଥାନ୍ତି ବହୁତ, କିନ୍ତୁ କହିବି ନାହିଁ। କହି ଲାଭ ନାହିଁ। ଖାଲି ଏତିକି କହି ରଖେ ଯେ ଆମକୁ ସବୁଠୁ କ'ଣ ବାଧେ ଜାଣୁ? ଯେତେବେଳେ ତୁମେମାନେ ବିଳାସର କୋଠିରେ ରହି ଆମ ସଙ୍ଗରେ ମିଶିବାକୁ ଚେଷ୍ଟା କର, ଆମର ଦାରିଦ୍ର୍ୟକୁ ରୋମାଣ୍ଟିକ୍ ଛାପ ଦେବାକୁ ଚେଷ୍ଟା କର, କୋଠାଘରେ ରହି କୁହ ଯେ ଗଛ ତଳର ଛାଇ କି ସୁନ୍ଦର, ଆମକୁ ଘୃଣା କରନ୍ତି, ଦୂରରେ ରଖନ୍ତି, ଆମେ ଜାଣନ୍ତୁ ଯେ ତୁମେ ଓ ଆମେ ଅଲଗା, କିନ୍ତୁ ସେଥିରେ ଥାଆନ୍ତା ସରଳ ସତ୍ୟତା। କିନ୍ତୁ ଯେତେବେଳେ ତୁମେମାନେ ସହାନୁଭୂତିର ଦୁହା ଦେଇ ଆମର ମଇଳା ନିକୁଚ୍ଛିଆ ସଂସାରକୁ ଭଲ ବୋଲି କୁହ ଓ ଦେଖାଇ ହୁଅ ଯେ ତୁମେ ତା ଭିତରୁ ଜଣେ, ସେଇ ଛଳନାଟି ସବୁଠୁ କଷ୍ଟ ଦିଏ। ଏତେଗୁଡ଼ା କଥା କହିସାରି ସେ ମୋ ପିଠିରେ ଥାପୁଡ଼େଇ କହିଲା, ଭାବିବୁନି କିଛି ବିନୋଦ। କ'ଣ ବୋଲି କ'ଣ କହିଦେଲି। ଜାଣୁ ତ, ମୁଁ ଏମିତି କହିଥାଏ ଚିରଦିନ। କେତେ ଶୀଘ୍ର ତାଠାରୁ ବିଦାୟ ନେଇ ଆସିଲି ଜାଣେ ନା। କିନ୍ତୁ ବାଟଯାକ ଖାଲି ଭାବୁଥିଲି, ସତ କଥା, ମୁଁ ବଡ଼ ଲୋକ, ମୋର ବଡ଼ଲୋକୀ ରହିବା ଉଚିତ। ସେତିକି ଘୋଡ଼ାଇ ଉଦାରତା ଦେଖାଇ ଲାଭ କ'ଣ? ମନେ ପଡ଼ିଲା କୃଷ୍ଣା ଓ ମିସେସ୍ ବେହେରାଙ୍କ କଥା। ଭାବିଲି, ସେମାନେ ବୋଧହୁଏ ମୋଠାରୁ କମ୍ ନିର୍ବୋଧ।